ପ୍ରେମରେ ପାଗଳ ବିବାହିତା ମହିଳା ପ୍ରେମିକ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ଶାଶୁ ଶ୍ୱଶୁରଙ୍କୁ ମାରିଦେଲା। ଜାଣନ୍ତୁ ପୁରା ଘଟଣା। କିଛି ବିବାହିତା ମହିଳା ସ୍ୱାମୀ ବାହାରକୁ ଯିବା ମାତ୍ରେ ପ୍ରେମ କାର୍ଯ୍ୟରେ ଜଡ଼ିତ ହୁଅନ୍ତି। ଏପରିକି ତାଙ୍କ ପ୍ରେମିକମାନେ ତାଙ୍କ ସହିତ ଶାରୀରିକ ସମ୍ପର୍କ ନ ରଖିବା ଯାଏଁ ମହିଳାଙ୍କୁ ଛାଡ଼ନ୍ତି ନାହିଁ। ଏହି ଅନୈତିକ ସମ୍ପର୍କର ପରିଣାମ ଏତେ ବିପଦଜନକ ଯେ ସେମାନେ କାହାରି ବି ଜୀବନ ମଧ୍ୟ ନେଇପାରନ୍ତି। ନିକଟରେ ରାଜସ୍ଥାନରେ ଏଭଳି ଏକ ଘଟଣା ଘଟିଛି ଯେଉଁଥିରେ ବହୁ ଏବଂ ତାଙ୍କ ପ୍ରେମିକ ମଧ୍ୟରେ ଥିବା ଅନୈତିକ ସମ୍ପର୍କ ମଧ୍ୟରେ ଶାଶୁ ଆସିବା ପରେ ଜଣକ ପରେ ଜଣକୁ ହତ୍ୟା କରିଥିଲେ। ପ୍ରଥମେ ଶ୍ୱଶୁରଙ୍କୁ ହତ୍ୟା କରିଥିଲେ, ପରେ ଶାଶୁଙ୍କୁ ହତ୍ୟା କରିଥିଲେ। ଘଟଣାଟି ଘଟିଛି ରାଜସ୍ଥାନର ଅନୁପଗଡ଼ ଜିଲ୍ଲାରେ। ଏକ ବୋହୂ ତାଙ୍କ ଶ୍ୱଶୁରଙ୍କୁ ହତ୍ୟା କରିଥିଲେ କାରଣ ସେ ତାଙ୍କର ଅନୈତିକ ସମ୍ପର୍କ ରଖୁଥିବା ସମୟରେ ଦେଖିଥିଲେ। ସମ୍ପର୍କର ପରିଣାମ ଏତେ ବିପଦଜନକ ଯେ ସେମାନେ କାହାରିକୁ ବି ମାରିବାକୁ ପଛାଇ ନଥିଲେ। ବୋହୂ ନିଜ ପ୍ରେମିକ ସହିତ ସମ୍ପର୍କ ବଜାୟ ରଖିବାକୁ ଚାହୁଁଥିଲେ, ତେଣୁ ସେ ତାଙ୍କ ଶ୍ୱଶୁରଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଇଥିଲେ, ଯେଉଁଥିରେ ଜଣେ ମହିଳା ଅନୈତିକ ସମ୍ପର୍କ ହେତୁ ପରେ ନିଜ ଶାଶୁଙ୍କୁ ହତ୍ୟା କରିଛନ୍ତି। ବୋହୂ ଏବଂ ପ୍ରେମିକ ଗିରଫ ମାମଲା ଅନୁପଗଡ଼ ଜିଲ୍ଲାର ଘଟସନା ଅଞ୍ଚଳର। ଯେତେବେଳେ ଶାଶୁ ତାଙ୍କ ବୋହୂ ଏବଂ ତାଙ୍କ ପ୍ରେମିକ ମଧ୍ୟରେ ବାଧା ସୃଷ୍ଟି କରୁଥିଲା, ସେତେବେଳେ ଶାଶୁଙ୍କୁ ହତ୍ୟା କରାଯାଇଥିଲା। ଘଟସନା ପୋଲିସ କହିଛି ଯେ ଗାଁରେ ରହୁଥିବା ରୀନା ଏବଂ ତାଙ୍କ ପ୍ରେମିକ ସୁରେଶଙ୍କୁ ବିଳମ୍ବିତ ରାତ୍ରରେ ଗିରଫ କରାଯାଇଛି। ରୀନା ତାଙ୍କ ଶାଶୁ ଏବଂ ଶ୍ୱଶୁର ମହେନ୍ଦ୍ର କରଙ୍କୁ ହତ୍ୟା କରିଥିଲେ। ବାସ୍ତବରେ ମହେନ୍ଦ୍ର କର ଦୀର୍ଘ ସମୟ ଧରି ରୀନାକୁ ସମ୍ପର୍କ ରଖିବା ସମୟରେ ଦେଖିଥିଲେ, ଯାହା ରୀନା ପାଇଁ ବାଧକ ସାଜିଥିଲା। ରୀନାଙ୍କ ସ୍ୱାମୀ କାମକୁ ଯିବା ପରେ ଗାଁ ନିକଟରେ ରହୁଥିବା ସୁରେଶ ପ୍ରାୟତଃ ରୀନାକୁ ଭେଟିବାକୁ ଆସୁଥିଲେ। ଶାଶୁ ଏହି ବିଷୟରେ ଅନେକ ସମୟରେ ତାଙ୍କ ବୋହୂକୁ ଗାଳି ଦେଉଥିଲେ। ରବିବାର ଦିନ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଅନ୍ୟପଟେ ପୁଅ କାମ କରିବାକୁ ଯାଇଥିଲେ। ବିଳମ୍ବିତ ରାତ୍ରରେ ରୀନା ତାଙ୍କ ସ୍ୱାମୀକୁ ଫୋନ୍ କରି କହିଥିଲେ କି ଶାଶୁ ଟାଙ୍କିକୁ ପାଣି ଆଣିବାକୁ ଯାଇଥିଲେ ବେଳେ ତାଙ୍କ ପାଦ ଖସି ଯାଇଥିଲା ପାଣିରେ ପଡ଼ି ତାଙ୍କର ମୃତ୍ୟୁ ଘଟିଛି। ସ୍ୱାମୀ କାମରୁ ଘରକୁ ଫେରିଥିଲେ ପରେ ଗାଁର ଲୋକମାନେ ସୂଚନା ପାଇଥିଲେ କି ଏହା ମିଛ ବୋଲି। ସେତେବେଳେ ଗାଁର କେହି ଜଣେ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ପହଞ୍ଚି ପରିବାର ସହ କଥା ହୋଇଥିଲେ। ସେତେବେଳେ ବହୁ ସନ୍ଦେହଜନକ ହେଲେ ତାଙ୍କୁ ଗିରଫ କରାଯାଇଥିଲା। ଏହି ସମୟରେ ପୋଲିସ ଗାଁର ପହଞ୍ଚିଥିଲେ ଏବଂ ସେଠାକୁ ଯାଇ ଦେଖିଲେ ଯେ ଟାଙ୍କିର ଢାଙ୍କୁଣୀଟି ବହୁତ ସଂକୀର୍ଣ୍ଣ, କେହି ସହଜରେ ସେଥିରେ ପଡ଼ିଯାଇପାରିବ ନାହିଁ। ସେ ଯେତେବେଳେ ରୀନାଙ୍କୁ ବାରମ୍ବାର ସତ କହିବାକୁ କୁହାଯାଇଥିଲା, ସେତେବେଳେ ସେ ପୋଲିସକୁ କହିଥିଲେ ଯେ ତାଙ୍କ ଶାଶୁ ଏବଂ ତାଙ୍କ ପ୍ରେମିକ ମଧ୍ୟରେ ବାଧା ସୃଷ୍ଟି କରୁଥିଲେ, ଦୀର୍ଘ ସମୟ ଧରି ମୋତେ ଅସୁବିଧାରେ ପକାଉଥିଲେ, ଏହି କାରଣରୁ ତାଙ୍କୁ ହତ୍ୟା କରିଥିଲେ। ଏହାପରେ ରୀନା ଏବଂ ସୁରେଶଙ୍କୁ କୋର୍ଟରେ ହାଜର କରାଯାଇଥିଲା।